ଗୋପର ନାମ ହଉଛି ଉପଯୁକ୍ତ ବେଶ ପକାଇ ଆସ ହେଲା। ହେଡିଙ୍ଗ ଦେଇଦିଅ ଉପଯୁକ୍ତ ବେଶ ପକାଇ ଆସ। ଲେଖକ କିଏ? ମନୋଜ ଦାସ ହେଲା। ମନୋଜ ଦାସ ଜଣେ ହଉଛି କିସ ଲେଖକ ଯିଏ ହଉଛି ବଢିଆ ବଢିଆ ଲେଖା ଲେଖିଥାନ୍ତି ହେଲା। ମନୋଜ ଦାସ ବହୁତ ଫେମସ ଲେଖକ ହେଲା। ତ ତାଙ୍କର ବିଷୟରେ ଟିକେ ପଢିଦବା। ଲେଖକ ପରିଚୟ ଟିକେ ପଢିଦବା। ଲେଖକଙ୍କ ବିଷୟରେ ଜାଣିବା ଦରକାର ନା ନାଇଁ କହନା। ଜନ୍ମଗ୍ରହଣ କରିଥିଲେ ଲେଖିଦିଅ ହଉଛି ମନୋଜ ଦାସ ଜନ୍ମଗ୍ରହଣ କରିଥିଲେ କେବେ? 1934 ମସିହା ଫେବୃଆରୀ ମାସ 27 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ସାହିତ୍ୟ ଏକାଡେମୀ ଆଉ ଅତି ବଡି ପୁରସ୍କାର ପ୍ରାପ୍ତ ଲେଖକ ମନୋଜ ଦାସ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ହେଲା। ସେ କିସ କିସ ପୁରସ୍କାର ପାଇଥିଲେ? ସାହିତ୍ୟ ଏକାଡେମୀ ଆଉ ଗୋଟେ ହଉଛି ଅତି ବଡି ପୁରସ୍କାର ହେଲା। ଏ ଦୁଇଟା ପାଇଥିଲେ। ତାପରେ କିସ ଅରଣ୍ୟକ, ସମୁଦ୍ରର କ୍ଷୁଧା, ବିଷ କନ୍ୟାର କାହାଣୀ, ଲକ୍ଷ୍ମୀର ଅଭିସାର, ଧୂମାଭ୍ର ଧୂମ୍ରାବ ଦିଗନ୍ତ, ଉପକଥା, ଶତକ, ମନୋଜ ଦାସଙ୍କର କାହାଣୀ ହେଲା। ଏବଂ ଏଗୁଡା ହଉଛି କିସ ତାଙ୍କର ହଉଛି ଲେଖା। ଅବଲୋକାର କାହାଣୀ, ମନୋଜ ପଞ୍ଚବିଂଶତି, ଦୂର ଦୂରାନ୍ତର, ଅମୃତ ଫଳ, ଗୋଧୂଳି ବାଘ, ଚନ୍ଦ୍ରାଲୋକର ପ୍ରହରୀ, ଏଗୁଡା ହଉଛି ତାଙ୍କର ହଉଛି କିସ ଲେଖା ଗୁଡା। ବୁଝିହେଲା। ଏଗୁଡା ହଉଛି ଅଧିକାଂଶ ସମୟରେ ଇଏ ଗପ ଲେଖିଥାନ୍ତି। ଯେମିତି ହଉଛି ଏଇ ଗପଟା ତାଙ୍କର ବହୁତ ଫେମସ। ଅବଲାକାର କାହାଣୀ ହେଲା। ବିଷ କନ୍ୟାର କାହାଣୀ ବୁଝିହେଲା। ଏଗୁଡା ହଉଛି ବଢିଆ ବଢିଆ ଗପ ଗୁଡା। ଅବଲାକାର କାହାଣୀ ଗୋଟେ ଗପ ବହି ଦେଖିଛ? ଅବଲାକାର କାହାଣୀ ଗୋଟେ ଗପ ବହି ଅଛି ବୁଝିହେଲା। ବହୁତ ବଢିଆ ବଢିଆ ଗପ ଥାଏ ହେଲା। ତ ମନୋଜ ଦାସ ହଉଛି କିଏ ଲେଖକ, ଯେ ହଉଛି 1934 ମସିହା ଭାରତ ସ୍ଵାଧୀନ ହେବା ପୂର୍ବରୁ ଜନ୍ମଗ୍ରହଣ କରିଥିଲେ। ଆଉ ଫେବୃଆରୀ ମାସ 27 ତାରିଖ ଦିନ। ତ ପଢିଦବା ହଉଛି କିସ ଲେଖିଛନ୍ ଉପଯୁକ୍ତ ବେଶ ପକାଇ ଆସ ହେଲା। ଉପଯୁକ୍ତ ବେଶ ମାନେ କିସ? ବେଶ ମାନେ କିସ? ବେଶ ମାନେ ହଉଛି କିସ ପୋଷାକ ହେଲା। ଉପଯୁକ୍ତ ପୋଷାକ ପକେଇ ଆସ। ବେଶ ମାନେ ହଉଛି ନିଜ ରୂପ ବୁଝିହେଲା। ଉପଯୁକ୍ତ ରୂପରେ ଆସ ହେଲା। ଦେଖବା କିଏ ବେଶ ପକେଇକି ଆସୁଛି ପଢିକି ପଢି ଦେଖବା। ଗୋଟିଏ ରାଜ୍ୟ ଜୟ କଲେ। ଗୋଟିଏ ରାଜ୍ୟ ଜୟ କଲେ। କିସ ଲେଖା ହେଇଛି? ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହେରା ଲଗାନ୍ତି ହେଲା। ଆଗ କାଳରେ ରାଜା ରାଜୁଡା ଥିଲା, ଶାସନ ଚାଲିଥିଲା। ତ ଗୋଟେ ରାଜା ଥିଲେ, ସେ ହଉଛି ଯଦି ଗୋଟେ ମାନେ ଯୁଦ୍ଧ ଲାଗୁଥିଲେ ନା, ତ ଯଦି ଗୋଟେ ରାଜ୍ୟର ମାନେ ଯୁଦ୍ଧ ଲାଗିକି ଜିତି ଗଲେ ତ କିସ କରିବେ? ତାଙ୍କର ଗୋଟେ ପୋଷାକ ଥାଏ, ସେଇ ପୋଷାକରେ କିସ ଲଗେଇବେ? ହୀରା ଗୋଟେ ଲଗେଇବେ ହେଲା। ତାଙ୍କର ଡ୍ରେସ ଥାଏ, ଏମିତି ଡ୍ରେସ ଥାଏ। ସେଇ ଡ୍ରେସ ରେ କିସ ଲଗାନ୍ତି? ହୀରା ବୁଝିହେଲା। ହୀରା ଏମିତି ଲଗାନ୍ତି। ତ ହଉଛି କିସ ହେଲା ତାପରେ ରାଜ୍ୟ ପରେ ରାଜ୍ୟ, ଚାରି ରାଜ୍ୟ, ଚାରି ଛଅ ରାଜ୍ୟ ଜୟ କରି ପଗଡି ଓ ପରିଧେୟରେ ଚାରି ଛଅ ଚକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ହେଲା। ତ ହଉଛି ଥରେ ଯୁଦ୍ଧ କରୁଥିଲା, ଯୁଦ୍ଧ ସମୟ ଚାଲିଥିଲା। ତ ହଉଛି ସେ ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲେ, ମାନେ ବହୁତ ଗୁଡା ରାଜ୍ୟ ଜୟ କରିଥିଲେ ହେଲା। ତ ବହୁତ ଗୁଡା ରାଜ୍ୟ ଜୟ କରିବା ମାନେ ବହୁତ ଗୁଡା ହୀରା ହବ ନା ନାଇଁ କହ? ନିହାତି ହୀରା ଫିକା ପଡିବ। ଗୋଟେ ରାଜ୍ୟରେ ଗୋଟେ ହୀରା ମାନେ କେତେ? 6ଟା ରାଜ୍ୟରେ 6ଟା ହୀରା। ଆଉ ହଉଛି 5ଟା ରାଜ୍ୟରେ 5ଟା ହୀରା, 10ଟା ରାଜ୍ୟରେ 10ଟି ହୀରା ତାଙ୍କର ପୋଷାକରେ ରହିବେ। ତ ଯଦି ତାଙ୍କର ପୋଷାକରେ ଯଦି 15ଟା 20ଟା ହୀରା ଲାଗିଥିବ, 15ଟା 20ଟା ରାଜ୍ୟ ଜୟ କରିଥିବେ, 15ଟା 20ଟା ହୀରା ଲାଗିଥିବ, ତେବେ ଝଲସୁଥିବ ନା ନାଇଁ ତାଙ୍କର ପୋଷାକ ମୁକୁଟ ହେଲା। ପୋଷାକରେ ଜାଗା ସରିଗଲା, ତାପରେ ମୁକୁଟରେ ଲଗେଇଦେଲେ ବୁଝିହେଲା, ପଗଡିରେ ଲଗେଇଦେଲେ ହେଲା। ତ ହଉଛି ତାଙ୍କର ପୋଷାକ ହଉଛି କିସ ହଉଥିଲା? ଝଲସୁଥିଲା। ଆଉ ନିଜ ରାଜ୍ୟକୁ ସେତେବେଳେ ହଉଛି ନିଜ ରାଜ୍ୟକୁ ଫେରୁଥିଲେ ହେଲା। ନଅର ମାନେ କିସ? ରାଜ୍ୟ। ନଅର ମାନେ ହଉଛି ରାଜ୍ୟ। ନଅର ମାନେ ହଉଛି ରାଜ୍ୟ। ପରିଧେୟ ମାନେ ହଉଛି କିସ? ପରିଧେୟ ମାନେ ହଉଛି ପୋଷାକ ହେଲା। ପରିଧେୟରେ ଚାରି ଛଅ ଛେକା ହୀରା ଝଲସାଇ ନିଜ ନଅରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ପ୍ରତ୍ୟାବର୍ତ୍ତନ ମାନେ ହଉଛି ଫେରିବା। ଫେରିବା। ଡେରା ପଡିଥିଲା ଗୋଟିଏ ପର୍ବତର ପାଦ ଦେଶରେ। କୋଉଠି ସେ ପୁରା ହଉଛି? ହଁ, ଆଗରୁ ହଉଛି ବହୁତ ଦୂର ଦୂରାନ୍ତର ଯାଉଥିଲେ। ଏଇନା ସିନା ଗାଡି ଘୋଡା ବାହାରିଗଲା। ଆଗରୁ କିସ ଘୋଡାରେ ଠକ୍ ଠକ୍ କରି ଯାଉଥିଲେ ହେଲା। ତ ଯେତେବେଳେ ଘୋଡାରେ ଯାଉଥିଲେ, ପାହାଡ ମଝିରେ ପଡୁଥିଲା, ପାହାଡ ଜଙ୍ଗଲ ଏମିତି ପଡୁଥିଲା ନାଇଁ। ତ ଯେତେବେଳେ ରାତି ହେଇଗଲା, ସେତେବେଳେ ହଉଛି ଡେରା ପକେଇକି ରହିଲେ। କୋଉଠି? ପର୍ବତର ପାଦ ଦେଶରେ। ପର୍ବତର ପାଦ ଦେଶ ମାନେ କିସ? ପାହାଡର ପାଖ ଗାଁ ଦେଖିଛ? ସେଗୁଡାକୁ କିସ କୁହାଯାଏ? ପର୍ବତର ପାଦ ଦେଶ ଗାଁ ହେଲା। ଦୁଇ ରାଜ୍ୟ ମଝିରେ ଗୋଟାଏ ଜନହୀନ ପ୍ରାୟ ବଣମୂଲକ ହେଲା। ସେଠାରେ କେହି ରହୁନଥିଲେ ପ୍ରାୟ ବୁଝିହେଲା। ଦୁଇଟା ରାଜ୍ୟ ମଝିରେ ସେଇ ଜଙ୍ଗଲଟା ପଡେ, ମାନେ ସେଇ ପର୍ବତଟା ପଡେ। ସେଠାରେ କେହି ଜନଶୂନ୍ୟ, ଜନହୀନ ମାନେ ହଉଛି ଜନତା କେହି ରହୁନଥିଲେ ବୁଝିହେଲା। ଲୋକ କେହି ରହୁନଥିଲେ। ସୈନ୍ୟବାହିନୀ ଶୋଇ ପଡିଲେ ହେଲା। ଯେତେବେଳେ ହଉଛି ଡେରା ପକେଇଲେ ସେଠି, ତାପରେ କିଛି ହବ? ରାତି ହବ ମାନେ ନିହାତି ଶୋଇବେ ସମସ୍ତେ। ସୈନ୍ୟବାହିନୀ ଶୋଇ ପଡିଲେ। ରାଜା ତାଙ୍କ ଶିବିର ବାହାରେ ନିଶାର୍ଧ ମାନେ କିସ?
ରାତି। ନିଶାର୍ଦ୍ଧ ମାନେ କିସ? ନିଶା, ନିଶା ମାନେ ଜାଣିଛ ନା ନାଇଁ? ହେଲା, ନିଶା ମାନେ ହଉଛି, ଗୋଟେ ହଉଛି ସେ ମଦ ପିକି ନିଶା, ଆଉ ଗୋଟେ ହଉଛି କିସା ନିଶା ମାନେ ହଉଛି ରାତି। ବୁଝିପାରିଲ? ପଦଚାରଣ କରୁଥିଲେ, ହେଲା, ବୁଲାବୁଲି କରୁଥିଲେ, ଢଙ୍ଗ ଢଙ୍ଗ ହଉଥିଲେ। ହଠାତ୍ ସମ୍ମୁଖବର୍ତ୍ତୀ ପର୍ବତ ଉପରେ ଏକ ଅଭୂତ ନୀଳାଭ ଆଲୋକ ତାଙ୍କ ଦୃଷ୍ଟିଗୋଚର ହେଲା। ହେଲା, ସମ୍ମୁଖବର୍ତ୍ତୀ ପର୍ବତ ଉପରେ, ପାଖରେ ଥିବା ପାହାଡରେ ତାଙ୍କୁ ହଉଛି କିସ? ନୀଳାଭ ଆଲୋକ, ନୀଳ ଆଲୋକ ଦୃଷ୍ଟିଗୋଚର ହେଲା। ତାଙ୍କ ହୃଦୟ ବିସ୍ମୟ, ଚମକ ଓ ଆନନ୍ଦରେ ଭରିଗଲା। ହେଲା, ତ ସେଇ ଆଲୋକଟାକୁ ଦେଖିକି ରାଜା କିସ ହେଲେ? ଆଶ୍ଚର୍ଯ୍ୟ ଯେତିକି ହେଲେ, ଆଉ ହଉଛି ଆନନ୍ଦ ବି ପାଇଲେ। ବୁଝା ହେଲା? ସେ କିସ କିସ ପାଇଁ ଆନନ୍ଦ ହେଇଥିବେ? ତୁମେ ହେଲେ ତୁମେ ହଉଛି କିସ କରିଥାନ୍ତ ଯଦି ଆଲୋକ ଦେଖିଥାନ୍ତ? ଡାହାଣୀ ଆଲୁଅ କହିକି ଡରିକି କିସ କରିଦେଇଥାନ୍ତ? ହେଲା, ଜାଣିପାରୁଥିବ। ହେଲା, ପୁରା ଥରିକି ପୁରା ବରଡା ପତ୍ର ପରି ଥରିଥାନ୍ତ। କିନ୍ତୁ ହଉଛି ରାଜା ନା, ଯେତେ ହେଲେ ବି ତାଙ୍କର ପାୱାର ଅଧିକ। ହେଲା, ତ ସିଏ ହଉଛି ଆଲୋକ ଦେଖିକି ଭାବିଲେ ହଉଛି କେହି ଗୋଟେ ଲୋକ ଥିବେ, ହେଲା, ଦେଖବା କି ଆଲୋକଟା ସେଇଟା। ତ ସେ ଖୁସି ହେଇଗଲେ, ଆନନ୍ଦ ହେଇଗଲେ। ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅବକାଶ ନଥିଲା। ବୁଝେ ନା? ସେ ଆଲୋକ ହଉଛି ଅସାଧାରଣ ଆଲୋକ ପରି ମନେ ହଉଥିଲା। କିସ କହନା? ଅସାଧାରଣ। ହେଲା, ମାନେ ଯେମିତି ହଉଛି ଦେଖିକି କହିବନି ଯେ ଏଇଟା ଟର୍ଚ୍ଚ ର ଆଲୋକ। ବୁଝିଲା? ଅସାଧାରଣ ଆଲୋକ, ଯେମିତି ହଉଛି ଭଗବାନ ଯେମିତି ବାହାରିଲେ ଆଲୋକ ଗୋଟେ ବାହାରେନି, ସେମିତି ଆଲୋକ। ବୁଝିଲା? ସେମିତି ଆଲୋକ ବାହାରୁ। ଆଉ ଦେଖ, କିସ କହିଲି? କି ଆଲୋକ ଦେଖିଲେ? ନୀଳାଭ ଆଲୋକ ଦେଖିଲେ। ନୀଳାଭ ଆଲୋକ ଦେଖିଲେ। ହେଲା, ତାପରେ ହଉଛି ବିସ୍ମିତ ରାଜା, ହେଲା, ବିସ୍ମିତ ମାନେ ଆଶ୍ଚର୍ଯ୍ୟ ହେଇଥିଲେ ସେ ରାଜା, ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ। କିସ କଲେ? ମନ୍ତ୍ରୀ ଶୋଇଥିଲେ, ନିଦରୁ ଉଠେଇଲେ ତାଙ୍କୁ। ବିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ। ହେଲା, ସେ ଆଲୋକକୁ ଦେଖାଇଲେ। ମନ୍ତ୍ରୀ ଅତି ସ୍ୱାଭାବିକ ସ୍ୱରରେ କହିଲେ, ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁ ଶୁଣିଥିଲି କି ସେ ପର୍ବତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି। ହେଲା, ମହାମନ୍ତ୍ରୀ କିସ କହୁଛନ୍ତି କୁହ ନା? ରାଜା, ମହାରାଜ, ମୁଁ ସନ୍ଧ୍ୟାବେଳେ ଲୋକମାନଙ୍କଠୁ ଶୁଣିଥିଲି ଯେ ସେଇ ପର୍ବତରେ କିଏ ରହୁଛନ୍ତି? ସନ୍ନ୍ୟାସୀ। ହେଲା, ସନ୍ନ୍ୟାସୀ ମାନେ ଯିଏ ହଉଛି ସେ ବାବା, ହେଲା, ସାଧୁ ରୁହନ୍ତି। ଶୀତ ରାତି ସେ ନିଆଁ ବୋଧେ ଜାଳିଥିବେ। ହେଲା, ସେ ଶୀତ ରାତିରେ ସେ ନିଆଁ ଜାଳିଥିବେ। ମନ୍ତ୍ରୀ, ତୁମକୁ ସେ ଆଲୋକ କିପରି ଲାଗୁଛି? ରାଜା ପଚାରୁଛନ୍ତି ମନ୍ତ୍ରୀଙ୍କୁ। କିସ କହୁଛନ୍ତି? ମନ୍ତ୍ରୀ, ସେ ଆଲୋକଟା ତୁମକୁ କେମିତି ଲାଗୁଛି? ରାଜାଙ୍କ ପ୍ରଶ୍ନରେ ବିସ୍ମିତ, ବିସ୍ମିତ ମାନେ ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀ କହିଲେ, ମଣିମା, ଶୁଖିଲା କାଠ ପତ୍ର ଜାଳିଲେ ନିଆଁ ଯେପରି ହେବା କଥା, ଏହା ସେଇପରି। ହେଲା, ସାଧାରଣ ଯେମିତି ଶୁଖିଲା କାଠ ପତ୍ର ଜାଳିଲେ ହଉଛି ଯେମିତି ନିଆଁ ବାହାରେ, ସେମିତି ହିଁ ଲାଗୁଛି ମତେ। ଆଚ୍ଛା, ଶୋଇବ ଯାଉ, କହିଲେ ରାଜା। ତାପରେ ରାଜା କହିଲା ହଉଛି, ଯାଉ ତାହେଲେ ଶୋଇବ ଯାଉ। ସେ ବୁଝିଗଲେ ଯେ ଆଲୋକର ଯେଉଁ ବିଶେଷତ୍ୱ ସେ ଦେଖୁଛନ୍ତି, ମନ୍ତ୍ରୀ ତାହା ଦେଖି ପାରୁନାହାନ୍ତି। ହେଲା, ଆଲୋକ ପ୍ରତ୍ୟେକ ଜିନିଷର ବିଶେଷତ୍ୱ ରହିଛି। ହେଲା, ସେମିତି ରାଜା ସେଇ ଆଲୋକର ବିଶେଷତ୍ୱ, ମାନେ ଯାହା ଦେଖୁଛନ୍ତି, ମନ୍ତ୍ରୀ ସେଇଟା ଦେଖି ପାରୁନାହାନ୍ତି। ହେଲା, ରାଜାଙ୍କୁ ସେ ଆଲୋକରେ କିସ ଦିଶୁଛି? ଚମକ ଦିଶୁଛି। ହେଲା, ନହେଲେ ସାଧାରଣ ନିଆଁକୁ ଦେଖି କିଏ ମାନେ ଆନନ୍ଦିତ ହବ କି? ହବନି। ରାଜା କିନ୍ତୁ ସେ ନିଆଁକୁ ଦେଖିକି ଆନନ୍ଦିତ। ହେଲା, ତାଙ୍କୁ ହଉଛି ଦିବ୍ୟ ରଶ୍ମି କରି ଦିଶୁଛି ସେ ନିଆଁ ଟା। ବୁଝିଲା? କିନ୍ତୁ ମନ୍ତ୍ରୀଙ୍କୁ କିସ ଲାଗୁଛି? କାଠ ପତ୍ର ଖାଲି ଜାଳା ହେଇଛି, ନିଆଁ ଜଳୁଛି। ହେଲା, ସାଧାରଣ ନିଆଁ। କିନ୍ତୁ ରାଜା ସେଇଟାର ବିଶେଷତ୍ୱ ଜାଣି ପାରୁଛନ୍ତି। ହେଲା, ପ୍ରଭାତ ହେଲା, ପ୍ରଭାତ ମାନେ କି ସକାଳ ହେଲା। ରାଜା ସନ୍ନ୍ୟାସୀଙ୍କୁ ଭେଟିବାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ। ହେଲା, ତ ଆଗ କାଳରୁ ହଉଛି ରାଜା ହଉଛି କିସ? ପ୍ରଥମ ଦୂତ ପଠେଇବେ। ହେଲା, ଦୂତ ଯାଇକି ସନ୍ନ୍ୟାସୀଙ୍କୁ କହିବ ଆପଣଙ୍କ ପାଖକୁ ରାଜା ଆସିଛନ୍ତି। ହେଲା, ସେ ହଉଛି ଫାଷ୍ଟ ଭେଟିବେ, ତାପରେ ହଉଛି କିସ, ମାନେ କହିବେ, ତାପରେ ଯାଇକି ଭେଟବା ପାଇଁ ଯିବେ। ତ ଦୂତ ପଠେଇଲେ। ଦୂତ ଫେରି ଆସି କହିଲେ, ସନ୍ନ୍ୟାସୀ କହୁଛନ୍ତି କି ତାଙ୍କୁ ଭେଟିବାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇକି ଯିବା ଦରକାର। ହେଲା, ଦୂତ ଯେତେବେଳେ ରାଜାଙ୍କ ପାଖକୁ ଫେରି ଆସିଲେ, ହେଲା, ଖବର ପାଇକି ସନ୍ନ୍ୟାସୀଙ୍କଠୁ, କହିଲେ ହଉଛି
ହଁ ସନ୍ନ୍ୟାସୀ କହୁଛନ୍ତି ଦେଖା କରିବେ କିନ୍ତୁ ହଉଛି କି ଉପଯୁକ୍ତ ବେଶ ପକାଇ ଆସିବା ପାଇଁ କହିଛନ୍ତି ହେଲା। ଉପଯୁକ୍ତ ବେଶ ମାନେ କିସ? ଉପଯୁକ୍ତ ବେଶ ମାନେ ହଉଛି ମାନେ ଉପଯୁକ୍ତ ଡ୍ରେସ ପିନ୍ଧିକି ଆସିବା ପାଇଁ କହୁଛନ୍ତି ହେଲା। ଦେଖବା କିସ ହେଲା ତାପରେ। ଅବଶ୍ୟ କହି ରାଜା ତାଙ୍କର ରତ୍ନ ଖଚିତ ପୋଷାକ ପଗଡି ଲଗାଇ ବାହାରି ପଡିଲେ ହେଲା। କିସ ଲଗେଇଲେ? ପୋଷାକ ତୁ ବି ଶୁଣ ଶୁଣିବୁ ଯଦି ହେଲା। ପୋଷାକ ପଗଡି ଲଗାଇ ବାହାରି ପଡିଲେ ରତ୍ନ ଖଚିତ ସେଇ ରତ୍ନ ଗୋଟେ ଗୋଟେ ରାଜ୍ୟ ଜୟ କରିକି ରତ୍ନ ଲଗେଇଥିଲେ ନା ସେଗୁଡା ପିନ୍ଧି ବାହାରି ପଡିଲେ। ସେ ପର୍ବତ ଅଧା ଚଢିବା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ ଗୁରୁଦେବ ମଣିମାଙ୍କୁ ଗୁରୁଦେବ ମଣିମାଙ୍କୁ ଦୂରରୁ ଦେଖିଛନ୍ତି ହେଲା। ଦୂରରୁ ଦେଖିଛନ୍ତି। ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିବା ଦରକାର ହେଲା। ତ ଗୁରୁଦେବଙ୍କର ଚେଲା ମାନେ ସେଇ ସନ୍ନ୍ୟାସୀଙ୍କର ଚେଲା ଆସିକି କହିଲେ ହଉଛି ରାଜାଙ୍କୁ ରାଜା ଯେତେବେଳେ ଉଠିବା ପାଇଁ ଆରମ୍ଭ କଲେ ପର୍ବତ ସେ ଚେଲା ଆସିକି କହିଲେ କି ରାଜା କହିଛନ୍ତି ମାନେ ସନ୍ନ୍ୟାସୀ କହିଛନ୍ତି ଯେ ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ ହେଲା। ଉପଯୁକ୍ତ ବେଶ ପକାଇ ଆସିବା ଦରକାର। ରାଜା ନୀରବରେ ଶିବିରକୁ ଆସି ରତ୍ନ ପୋଷାକ ଉତାରି ଜଣେ ସାଧାରଣ ନାଗରିକ ପୋଷାକ ପିନ୍ଧିଲେ ହେଲା। ରାଜା କିସ କଲେ? ନୀରବରେ ଶିବିରକୁ ଆସିଲେ ତାଙ୍କ ତମ୍ବୁକୁ ଆସିଲେ। ଶିବିର ମାନେ କିସ? ତମ୍ବୁ। ତମ୍ବୁକୁ ଆସି ରତ୍ନ ପୋଷାକ ଖୋଲି ଦେଇ ଜଣେ ସାଧାରଣ ନାଗରିକର ହେଲା ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜେ ନିଜକୁ କହିଲେ ବାସ୍ତବିକ ରାଜ ରାଜ ପୋଷାକରେ ସନ୍ନ୍ୟାସୀଙ୍କ ପାଖକୁ ଯିବାକୁ ବାହାରିବାଟା ବୋକାମି ଛଡା ଆଉ କଣ? ତୁମେ ଗୋଟେ ହଉଛି ଠାକୁରଙ୍କ ପାଖକୁ ଯାଉଛ ହେଲା। ଧରା ଯୋଉ ପୁରୀ ମନ୍ଦିର ଯାଉଛ ହେଲା। ପୁରୀ ମନ୍ଦିର ଯାଉଛ ତେବେ ହଉଛି ତୁମେ ପୁରୀ ମନ୍ଦିର ଯିବ ପୁରା କୋଟ ଫଟ ବୁଟ ଫୁଟ ପିନ୍ଧିକି ଯିବ ନା ଆମର ନର୍ମାଲ ଯିବ? ବୁଟ ଫୁଟ ପିନ୍ଧିକି ଯିବ କି ହିରୋ ହେଇକି ଯିବ ନା ସିମ୍ପଲ ହେଇକି ଯିବ ହେଲା। ଭଗବାନଙ୍କ ପାଖକୁ ସବୁବେଳେ କିସ ପୁରା ସିମ୍ପଲ ହେଇକି ଯିବା କଥା ବୁଝିହେଲା। ଆଉ ସେ ସନ୍ନ୍ୟାସୀ ମାନେ ଗୋଟେ ଭଗବାନ ସହ ସମାନ ନା ନାଇଁ ହେଲା। ଭଗବାନ ସହ ସମାନ। ସେ ପର୍ବତ ଚଢିବା ତାପରେ ହଉଛି କିସ ସାଧାରଣ ପକେଇଲେ ସେ ପର୍ବତ ଚଢିବାକୁ ଆରମ୍ଭ କରନ୍ତେ ହେଲା। ପୁଣି ଜଣେ ଚେଲା ଆସି କହିଲା ମହାରାଜ ଗୁରୁଦେବ କହୁଛନ୍ତି କି ଆପଣ ଉପଯୁକ୍ତ ବେଶରେ ଆସନ୍ତୁ ହେଲା। ପୁଣି ସେଇ ସେମ ଡାଇଲଗ ଆଉ ଜଣେ ଆସିକି ପୁଣି ସେଇ ସେମ ଡାଇଲଗ ମାନେ ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ହେଲା। ରାଜା ଅଗତ୍ୟା ତମ୍ବୁକୁ ଫେରିଲେ। ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି ପୁଣି ପର୍ବତ ଚଢିବାକୁ ଆରମ୍ଭ କଲେ ହେଲା। ରାଜା ଏଇନା କିସ କଲେ? ଗେରୁଆ ମାନେ ସନ୍ନ୍ୟାସୀ ଯେମିତି ଗେରୁଆ ବସ୍ତ୍ର ଧାରଣ କରିଥାନ୍ତି ନା ସେମିତି ଗେରୁଆ ରଙ୍ଗର ଲୁଗାପଟା ପିନ୍ଧିକି ପର୍ବତ ଚଢିଲେ ହେଲା। ତାପରେ ଦେଖବା ମହାରାଜ ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ। ପୁଣି ସେଇ ସେମ ଡାଇଲଗ ତୃତୀୟ ଚେଲା ବି ସେମ ଡାଇଲଗ ମାରିଲା ବୁଝିହେଲା। ରାଜା କାନ୍ଦ କାନ୍ଦ ଦେଖାଗଲେ ହେଲା। ରାଜା କାନ୍ଦ କାନ୍ଦ ପୁରା ରାଜା ପୁରା କିସ ତିନିଥର ତିନିଥର ଜଣେ ଯଦି କହିବ ଉପଯୁକ୍ତ ବେଶ ଡାଇରେକ୍ଟ ମାନେ ସିଧାସଳଖ କହିଥିଲେ ଏଇ ଡ୍ରେସଟା ପିନ୍ଧିକି ଆସ ରାଜା ଯାଇଥାନ୍ତେ ବୁଝିଲେ। କିନ୍ତୁ ହଉଛି ରାଜାଙ୍କୁ କିସ ଉପଯୁକ୍ତ ବେଶ ରାଜା ଜାଣିପାରୁଛନ୍ତି ଯେ ଉପଯୁକ୍ତ ବେଶ କୋଉଟା ହେଲା। ତ ହଉଛି ରାଜା କାନ୍ଦ କାନ୍ଦ ଦେଖାଗଲେ। ତାଙ୍କ କାନରେ ମନ୍ତ୍ରୀ ତାଙ୍କ କାନରେ କହିଲେ ମହାରାଜ ସେ ଉଦ୍ଧତ ସାଧୁକୁ ଏହି କ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରିଦେବି ହେଲା। ତାପରେ ହଉଛି ଯେତେବେଳେ ହଉଛି ରାଜା କାନ୍ଦ କାନ୍ଦ ଦେଖାଗଲେ ମନ୍ତ୍ରୀ କିସ କହୁଛନ୍ତି କହନା ମହାରାଜ ମତେ ଖାଲି ଅର୍ଡର ଦିଅନ୍ତୁ ହେଲା। ମୁଁ ସେ ଉଦ୍ଧତ ସାଧୁ କେତେ ଯେ ଉପଯୁକ୍ତ ବେଶ କହୁଛି ହେଲା ତାକୁ ମୁଁ ଧରି ଆଣିକି ଆପଣଙ୍କ ଆଗରେ ହାଜର କରିଦେବି ବୁଝିହେଲା। ତାପରେ ଦେଖିବା କେତେ ଉପଯୁକ୍ତ ବେଶ ଆପଣଙ୍କୁ ଆଉ କଷ୍ଟ କରତେ ପଡବନି ପାହାଡ ଚଢତେ ବି ପଡବନି ହେଲା। ଠିକ ଅଛି? ଆମର ହଉଛି ମନ୍ତ୍ରୀ। ରାଜା ଧୀର କଣ୍ଠରେ କହିଲେ ମନ୍ତ୍ରୀ କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ସେନାପତି ତମେ ଓ ସେନାପତି ହାଜର କରିଛ ହେଲା। ରାଜା କହୁଛନ୍ତି ସେ ମନ୍ତ୍ରୀଙ୍କୁ ତୁମେ ମୋ ପାଇଁ କି ନ କରିଛ ହେଲା। ମୋ ଆଦେଶରେ ହଉଛି ତୁମେ ବହୁତ ରାଜା ତାପରେ ହଉଛି ବହୁତ ଲୋକମାନଙ୍କୁ ବନ୍ଦୀ କରିକି ମହାରାଜା ମାନଙ୍କୁ ବନ୍ଦୀ କରି ମୋ ଆଗରେ ହାଜର କରିଛ। ଜଣେ ନିରସ୍ତ୍ର ନିର୍ବାକ ସାଧୁଙ୍କୁ ଧରି ଆଣିବାରେ ବାହାଦୁରୀ କଣ ହେଲା। ତ ହଉଛି ଶୁଣ କଳି ଲାଗ ମାନେ କିସ ତୁମର ତୁମେ ଯେତିକି ତାକତବର ଆଉ ଜଣେ ସେତିକି ତାକତବର ହେଲେ ସିନା ସେଟା କଳି ଶୋଭା ପାଇବ। ଶୋଭା ପାଇବ ନା ନାହିଁ? କିନ୍ତୁ ହଉଛି ଗୋଟେ ନିରସ୍ତ୍ରକୁ ଧରି ଆଣିକି ତୁମର ବାହାଦୁରୀ ସେଟା କିସ ଦେଖେଇବ ବାହାଦୁରୀ। ଯିଏ ହଉଛି ଗେରୁଆ ବସ୍ତ୍ର ପିନ୍ଧୁଥିବ ତାକୁ ହଉଛି ଧରି ଆଣିବ ମୋର ଆଗରେ ହାଜର କରିଦବ। ସେଠାରେ ବାହାଦୁରୀ କିସ ବାହାଦୁରୀ କହ ସେ କହୁଛନ୍ତି ରାଜା ବୁଝିଲା ସେଇଟା ତୁମର ବାହାଦୁରୀ ଦେଖେଇବ। ତାପରେ ହଉଛି ତାପରେ ଦେଖ କିସ ହେଲା ହେଲା। ଶିବିର ଭିତରେ ଶିବିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲାନି। ଅଶ୍ରୁ ମାନେ କିସ? ଅଶ୍ରୁ ମାନେ ହଉଛି ଲୁହ ହେଲା। ଅଶ୍ରୁ ମାନେ କିସ? ଲୁହ। ଅଶ୍ରୁରୋଧ ମାନେ ରଧ ମାନେ ହଉଛି ପ୍ରତିରୋଧ ହେଲା। ପ୍ରତିରୋଧରୁ ରୋଧ ହେଇଛି ମାନେ ଅଶ୍ରୁ ଅଟକେଇ ପାରିଲେ ନାହିଁ ହେଲା। ଲୁହ ଅଟକେଇ ପାରିଲେ ନାହିଁ। ବାସ୍ତବିକ ଆଜି ଯାଇ ସେ ନିଜକୁ କେଡେ ପ୍ରଭାବଶାଳୀ କ୍ଷମତାଶାଳୀ ମନେ କରି ଆସିଥିଲେ ହେଲା। ତ ହଉଛି ରାଜା କିସ ଏତେ ଗୁଡା ରାଜ୍ୟ ଜୟ କରିଛନ୍ତି ମାନେ ନିଜକୁ ପ୍ରଭାବଶାଳୀ ମନେ କରୁଥିବା ନା ନାଇଁ ବହୁତ ମୁଁ ବହୁତ ଶକ୍ତିବାନ ହେଲା ମୋର ବହୁତ ଧନ ଏମିତି କ୍ଷମତାଶାଳୀ ମନେ କରୁଥିବେ। ଇଏ ହେଲା କଣ ହେଲା
ତ ହଉଛି ଏତେ ରାଜ୍ୟ ଏତେ ଲୋକମାନଙ୍କୁ ହଉଛି ହରେଇକି ରାଜ୍ୟ ଜିତିକି ତାଙ୍କ ଲାଭ ହେଲା କିସ? ବେଶ ବୋଇଲେ ସାଧୁ କଣ ବୁଝାଉଛନ୍ତି ହେଲା। ବେଶ ମାନେ ଜାଣିନାହାନ୍ତି ହେଲା, ଉପଯୁକ୍ତ ବେଶ ମାନେ ଜାଣିନାହାନ୍ତି ହେଲା। ଯୋଗ୍ୟତା, ବାସ୍ତବିକ ସେ କଣ ଜଣେ ସାଧୁଙ୍କୁ ଭେଟିବା ପାଇଁ ଯୋଗ୍ୟ ହେଲା। ରାଜା ଭାବୁଛନ୍ତି ସତରେ କି ସେ ସାଧୁଙ୍କୁ ଭେଟିବା ପାଇଁ ଯୋଗ୍ୟ, ବୁଝିହେଲା। ଦେଖ, ଏତେ ରାଜ୍ୟ ଏତେ ରାଜା ମାନଙ୍କୁ ହଉଛି ହରେଇକି ସେମାନଙ୍କ ଆଗରେ ମାନେ ରାଜାଙ୍କ ଆଗରେ ମୁଣ୍ଡ ନୁଆଇଛନ୍ତି, କିନ୍ତୁ ଯେ ସେ ସାଧୁଙ୍କୁ ଭେଟ କରିବା ପାଇଁ ଗୋଟେ ପରମିଶନ ପାଉନାହାନ୍ତି ହେଲା। ଉପଯୁକ୍ତ ବେଶ କୋଉଟା ସେଇଟା ଜାଣି ପାରୁନାହାନ୍ତି। ତ ହଉଛି ରାଜା କାନ୍ଦି କାନ୍ଦି ହଉଛି କିସ କହୁଛନ୍ତି, ସତରେ କଣ ମୁଁ ସାଧୁଙ୍କୁ ଭେଟିବା ପାଇଁ ଯୋଗ୍ୟ? ସେ ଏ ପ୍ରଶ୍ନ ଉପରେ ଯେତିକି ଚିନ୍ତା କଲେ ସେତିକି ବିମର୍ଷ ବୋଧ ମଧ୍ୟ ହେଲେ। ବିମର୍ଷ ବୋଧ ମଧ୍ୟ ହେଲେ ହେଲା। ଯେତିକି ଚିନ୍ତା କଲେ ସେତିକି ଦୁଃଖୀ ମଧ୍ୟ ହେଲେ। ବିମର୍ଷ ମାନେ କିସ? ଦୁଃଖୀ। ଅର୍ଥାତ୍ ଜୀବନରେ ସେ ଯେତେ ବିଜୟ ପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲଗାଇଛନ୍ତି, ସେ ସବୁ ତାଙ୍କୁ ଅନ୍ୟମାନଙ୍କ ଆଖିରେ ବିରାଟ କରିଥାଇପାରେ, କିନ୍ତୁ ସାଧୁଙ୍କ ଆଗରେ ସେ ଅଯୋଗ୍ୟ, ବୁଝିଲା। ତ ହଉଛି ରାଜା, ଅନ୍ୟ ଲୋକ ପାଇଁ ରାଜା କିଏ? ମହାନ, କୁହ ନା ନାଇଁ? ରାଜା ପରି ମହାନ କେହି ନାହିଁ ହେଲା। ରାଜା ହଉଛି ରାଜ୍ୟ ଜୟ କରିଛନ୍ତି, ମାନେ ହଉଛି ଲୋକମାନଙ୍କ କିସ ଶୁଣିତେ ବଡ, ସେ ରାଜା ବହୁତ ମହାନ, ସେ ରାଜାଙ୍କ ବହୁତ ପ୍ରଭାବଶାଳୀ, ସେ ରାଜାଙ୍କର ଶକ୍ତି ବେଶୀ। କିନ୍ତୁ ହଉଛି ଜଣେ ସାମାନ୍ୟ ସାଧୁ ଆଗରେ ସେ କିସ? ଅଯୋଗ୍ୟ, ଯାହାକୁ ହଉଛି ଭେଟିବା ପାଇଁ ସୁଯୋଗ ମଧ୍ୟ ପାଉନାହାନ୍ତି ହେଲା। ପୁଅ, ଏ ବେଶରେ ତୁମେ କେଡେ ସୁନ୍ଦର ଦିଶୁଛ ହେଲା। ସେତେବେଳେ ଗୋଟେ କଥା ଶୁଣିବା ପାଇଁ ମିଳିଲା, ପୁଅ ଏ ବେଶରେ ତୁମେ କେଡେ ସୁନ୍ଦର ଦିଶୁଛ, ବୁଝିହେଲା। ଏ ଅପୂର୍ବ କଣ୍ଠ ସ୍ୱର ରାଜାଙ୍କୁ ଚମକାଇ ଦେଲା ହେଲା। ଯେତେବେଳେ ହଉଛି ସେ ଅପୂର୍ବ କଣ୍ଠସ୍ୱର, ଏଇଟା କିଏ କହିଥିବ ଭାବୁଛ? କହିପାରିବ ହେଲା। ଦେଖବା କିଏ କହୁଛି ଦେଖବା ଏଇଟା। ଏ କଣ୍ଠସ୍ୱର ରାଜାଙ୍କୁ କିସ କରିଦେଲା? ଚମକାଇ ଦେଲା। ସେ ଅନାଇବା ବେଳକୁ ତାଙ୍କ ଆଗରେ ଉଭା ହେଲେ ସ୍ଵୟଂ ସନ୍ନ୍ୟାସୀ ହେଲା। ତ ଯେତେବେଳେ ସେ ଅନେଇଲେ ସେ ସ୍ୱର ଆଡେ, କିସ ତାଙ୍କ ଆଗରେ କିଏ ଥିଲେ? ସନ୍ନ୍ୟାସୀ ହେଲା। ରାଜା ତାଙ୍କ ପାଦରେ ଲୋଟିଗଲେ ହେଲା। ରାଜା ସନ୍ନ୍ୟାସୀଙ୍କୁ ଦେଖିକି ତାଙ୍କର ପାଦରେ ପୁରା ମୁଣ୍ଡିଆ ମାନେ ନତମସ୍ତକ ହେଇଗଲେ। ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପରେ ପକାଇ କହିଲେ, ହୃଦୟରେ ଏହିଭଳି ନମ୍ରତା ବୋଧଠୁ ବଳି ସୁନ୍ଦର ସାଜ ଆଉ କିଛି ନାହିଁ ହେଲା। ତ ରାଜା ସନ୍ନ୍ୟାସୀ ତାଙ୍କୁ ଉଠେଇକି କହିଲେ ହଉଛି, ତୁମେ ହଉଛି ଏଇନା ଉପଯୁକ୍ତ ବେଶରେ ଅଛ, ବୁଝିହେଲା। ତୁମର ହୃଦୟରେ କି ସଜେଇ ହେଇକି ରହିଛି? ନମ୍ରତା ମାନେ ହଉଛି ନମ୍ର ଭାବ ସଜେଇ ହେଇ ରହିଛି। ୟାଠୁ ଆଉ ଉପଯୁକ୍ତ ବେଶ କିଛି ଅଛି କି ହେଲା। ମହାଭାଗ, ମୁଁ କେଡେ ମୂର୍ଖ ଥିଲି। ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରବାନ୍ୱିତ ବୋଧେ କରୁଥିଲି। ରାଜା ମୃଦୁ କଣ୍ଠରେ କହିଲେ ହେଲା। ରାଜା ସନ୍ନ୍ୟାସୀଙ୍କୁ କହୁଛନ୍ତି, ମୁଁ ବହୁତ ବଡ ମୂର୍ଖ ଥିଲି, ମୁଁ ଭାବୁଥିଲି ହଉଛି ସବୁ କିଛି ଜିତବା ହଉଛି ମାନେ ହଉଛି ରାଜ୍ୟ ଜୟ କରିବା ହଉଛି ସବୁ କିଛି ପାଇଗଲି, ମାନେ ସବୁ କିଛି ହାସଲ କରିଦେଲି ହେଲା। ସେ ରାଜା କଣ କରୁଛ? ସେ ଗୌରବବୋଧ ଅଜ୍ଞାନ ପ୍ରସୂତ ହେଲା। ତ ତୁମେ ସେ ଯୋଉ ଗୌରବ କରୁଥିଲ ସେଇଟା ଗୋଟେ ତୁମର ଅଜ୍ଞାନ ହେଲା। ଆଜି ତମେ ଜ୍ଞାନର ଉଷାର ଆଲୋକରେ ଉପନୀତ। ସନ୍ନ୍ୟାସୀ ରାଜାଙ୍କୁ ଆଶୀର୍ବାଦ କରି ବୁଲି ପଡି ଚାଲିଗଲେ। ଗପଟା ସରିଗଲା ହେଲା। ସନ୍ନ୍ୟାସୀ ତାଙ୍କୁ ହଉଛି ଆଶୀର୍ବାଦ କଲେ ଆଉ ହଉଛି ଚାଲିଗଲେ, ବୁଝିଲା। ଏଇ ଗପରୁ କିସ ଶିଖିଲ? ଉପଯୁକ୍ତ ବେଶ ମାନେ ହଉଛି କିସ? ଉପଯୁକ୍ତ ବେଶ ମାନେ କିସ? ଉପଯୁକ୍ତ ବେଶ ମାନେ ହଉଛି, ତୁମର ହଉଛି ମୁଁ କହିବି ଋଷି ହଉଛି ପିନ୍ଧିଛି କୋଟ ସୁଟ ବୁଟ ହେଲା। ଆଉ ମୁଁ କହିବି ରାଜଶେଖର ବେଶ ହଉଛି କିସ କର? ସିଏ ହଉଛି ଦୟା। ରାଜଶେଖର ବେଶ ମାନେ ହଉଛି ନିଜକୁ ସଜେଇବ ହେଲା। ବେଶରେ ତୁମେ ନିଜକୁ ସଜେଇବ ନା? ସଜେଇବ, ଡେଲି ଡ୍ରେସ ପଟା ଲଗେଇକି ସଜେଇବ। ସେମିତି ଏଇ ଗୋପରୁ ଶିକ୍ଷା ମିଳୁଛି, କିନ୍ତୁ କିସ କର? ବେଶ ମାନେ ହଉଛି ତୁମେ ନିଜକୁ ସଜେଇବ, କିନ୍ତୁ କୋଉ କୋଉ ଗୁଣରେ ସଜେଇ ହବ? ଦୟା ହେଲା। କି ଗୁଣରେ ଦେଖ ସଜେଇବ? ଦୟା, ଦୟା ଗୁଣରେ ସଜେଇ ହବ ହେଲା। ତାପରେ ହଉଛି କିସ? ନମ୍ର। ତାପରେ ହଉଛି ଭଦ୍ର। ତାପରେ ହଉଛି କିସ? ସତ୍ୟ ହେଲା। ଏଇ ଗୁଣ ଗୁଡାରେ ହଉଛି ସଜେଇ ହବନି, ବୁଝିହେଲା। ଦୟା, କ୍ଷମା, ଅହିଂସା ହେଲା। ତାପରେ ନମ୍ର, ଭଦ୍ର ହେଲା। ଏଇ ଗୁଣରେ ସଜେଇ ହେଲେ ଯାଇକି ତୁମେ ହଉଛି କିସ? ଉପଯୁକ୍ତ ବେଶ ହେଇପାରିବ ହେଲା, ଆମର ମନୋଜ ଦାସଙ୍କର ମତରେ, ବୁଝିହେଲା। ଏଇ ଗୁଣରେ ସଜେଇଲେ କିସ ହବ? ଏଇ ଗୁଣରେ ସଜେଇଲେ ହଉଛି ତୁମେ ହଉଛି କିସ? ସବୁ କିଛି ଜୟ କରିପାର। ସବୁ କିଛି ଜୟ ମାନେ ହଉଛି କିସ? ଆକ୍ଚୁଆଲି ଗୋଟେ ହଉଛି ଗୋଟେ ମଣିଷକୁ ଯୁଦ୍ଧରେ ହରେଇବା, ସେଇଟା ହଉଛି ପ୍ରକୃତ ବିଜୟ ନୁହଁ ହେଲା। ତାକୁ ହଉଛି ସତ୍ୟ, ପ୍ରେମ ବଳରେ ଜିତବା ହଉଛି, ତାର ହୃଦୟ ଜୟ କରିବା ହଉଛି ସେଇଟା ସବୁଠୁ ବଡ ଜିନିଷ, ବୁଝିହେଲା। ଜଣକୁ ହୃଦୟରୁ ଜୟ କରିବ, ଆଉ ଜଣକୁ ହଉଛି ବଳ ଦ୍ଵାରା ଜୟ କରିବ। ବଡ ଜିନିଷ କୋଉଟା? ହୃଦୟରୁ ଜୟ, ବୁଝିହେଲା। ତ ହୃଦୟରୁ ଜୟ କରିବା ପାଇଁ ହେଲେ କିସ କିସ ଗୁଣ ଦରକାର? ମୋର ଉପଯୁକ୍ତ ବେଶ କିସ କିସ ଦରକାର? ସତ୍ୟ, ଅହିଂସା, ଦୟା, କ୍ଷମା ହେଲା। ତ ଏଇନା ଟିକେ ପଢିଦବା। ନଅର ମାନେ କିସ? ନଅର ମାନେ ହଉଛି ରାଜପ୍ରସାଦ, ବୁଝିହେଲା। ଡେରା, ଡେରା ମାନେ ହଉଛି କିଛି ଅସ୍ଥାୟୀ ତମ୍ବୁ, ଶିବିର ପକାଇକି ରହିବା। ଶିବିର ମାନେ ହଉଛି କିସ? ତମ୍ବୁ ହେଲା।
ଆଉ ହଉଛି ଦୂତ ଦୂତ ମାନେ ହଉଛି ଯିଏ ହଉଛି ତୁମର ହଉଛି ଦୂତ ଦୂତ ମାନେ ହଉଛି ରାଜଶେଖର ହେଲା ରାଜଶେଖର ତା ଭାଇକୁ ହଉଛି ପଠେଇଲା ହଉଛି ରାଜଶେଖର ତା ଭାଇକୁ କୋଉଠୁ ପଠେଇଲା ସେ ରାଜଶେଖର ତା ଭାଇକୁ ମୋର ପାଖକୁ ପଠେଇଲା ହଉଛି ଯା ସାରଙ୍କୁ କହିଦେବୁ ଯା ମୁଁ ଟ୍ୟୁସନ ଯିବିନି ହେଲା ତ ମୁଁ କିସ କହିବି ତାର ଭାଇ ହଉଛି କିଏ ହେଲା ଦୂତ ବୁଝିହେଲା ଦୂତ ରହୁଛି ଯିଏ ଖବର ଦିଆ ନିଆ କରେ ତାକୁ କିସ କୁହାଯାଏ ଦୂତ ଆଉ ଚେଲା ହଉଛି କିଏ କହନା ସାଧୁ ଶିଷ୍ୟ ବୁଝିହେଲା ଚେଲା ତୁମେ ମାନେ ଯେମିତି ମୋର ଏଇନା କିସ ଶିଷ୍ୟ ବା ଚେଲା ତୁମେ ମାନେ କିସ ଚେଲା ବେଶ ପକାଇବା ମାନେ କିସ ପୋଷାକ ପିନ୍ଧିବା ହାଜର କରିବା ମାନେ ପହଞ୍ଚାଇବା ବାହାଦୁରୀ ବାହାଦୁରୀ ମାନେ କିସ ଜାଣିଛ ବାହାଦୁରୀ ଆତ୍ମ ପ୍ରଶଂସା ମୂଳକ ବଡ ପଣିଆ ଦେଖେଇବା ହେଲା ଉଭା ଉଭା ମାନେ ହଉଛି କିସ ଉପସ୍ଥିତ ହେବା ଲଟିଯିବା ମାନେ ଗଡିଯିବା ହେଲା ତାପରେ ହଉଛି ପରିଧେୟ ପରିଧେୟ ମାନେ କିସ ପୋଷାକ ଦୃଷ୍ଟିଗୋଚର ମାନେ ହଉଛି ଦେଖାଯିବା ସ୍ୱାଭାବିକ ମାନେ ହଉଛି ପ୍ରକୃତରେ ତାପରେ ରତ୍ନ ଖଚିତ ମାନେ ହଉଛି ରତ୍ନ ଖଞ୍ଜିବା ଅଗତ୍ୟା ମାନେ କିସ ଅଗତ୍ୟା ମାନେ ଅଗତ୍ୟା ମାନେ କିସରେ ହେଲା ଅଗତ୍ୟାରେ ପଢିଲେ ଜଣା ପଡିବ ହେଲା ଏଟା ଛାଡ ନିଶାର୍ଧ ମାନେ କିସ ରାତି ଅସାଧାରଣ ମାନେ କିଏ ଯିଏ ସାଧାରଣ ନୁହଁ ବିଶେଷତ୍ୱ ମାନେ କିସ ଗୁଣ ବାସ୍ତବିକ ମାନେ ପ୍ରକୃତରେ ଉଦ୍ଧତ ମାନେ ହଉଛି କିସ ବଦମାସି ତାପରେ ହଉଛି ଏଗୁলো ପ୍ରଶ୍ନ ଉତ୍ତର କରିପାରିବ ହେଲା ଏଇଟା କିସ ହବ ସକାଳୁ କିଛି ସମୟ ଡେସ୍କ କଲେ ଦେହ ଫୁର୍ତ୍ତି ଲାଗେ ଚଲାବୁଲା କଲେ ଚୈତନ୍ୟ ଜଙ୍ଗଲରୁ ଡେସ୍କ ସଂଗ୍ରହ କରି ଚଳେ କାଠ ପତ୍ର ହେଲା ବୁବୁର ଜନ୍ମଦିନରେ ସମସ୍ତେ ଡେସ୍କରେ ମାତିଛନ୍ତି ହସ ଖୁସିରେ ଯାତ୍ରା ଦେଖିବା ପାଇଁ ଡେସ୍କ ର ବହୁତ ଲୋକ ରୁଣ୍ଡ ହେଲେ ଆଖପାଖ ନମ୍ରତା ଡେସ୍କ ଠାରୁ ବଳି ବଡ ସମ୍ପଦ ଆଉ ଗୋଟେ ଅପସନ ଯାହା ରହିଲା ହେଲା ନମ୍ରତା ବଡ ଠାରୁ ବଡ ସମ୍ପଦ ହେଲା। ଆଉ ଗୋଟେ ଯାହା ଅପସନ ରହିଲା ନମ୍ରତା ସୁନା ରୂପା ହେଲା ଧନହୀନ ଏଇଟା କିସ କଥା କହିଛି ଜଳହୀନ ଧନହୀନ ମାନେ କିସ ଧନ ଶୂନ୍ୟ ଜ୍ଞାନହୀନ ମାନେ ଜ୍ଞାନ ଶୂନ୍ୟ ଭକ୍ତିହୀନ ମାନେ ଭକ୍ତି ଶୂନ୍ୟ ବସ୍ତ୍ରହୀନ ମାନେ ବସ୍ତ୍ର ଶୂନ୍ୟ ବୁଦ୍ଧିହୀନ ମାନେ ବୁଦ୍ଧି ଶୂନ୍ୟ ମନ୍ତ୍ରହୀନ ମାନେ ମନ୍ତ୍ର ଶୂନ୍ୟ କ୍ରିୟାହୀନ ମାନେ କ୍ରିୟା ଶୂନ୍ୟ ବୁଝିହେଲା ତାପରେ ହଉଛି ମୁଁ ତୁମ ସହିତ ମାମୁଁ ଘରକୁ ଯିବି ଏଠାରେ ମୁଁ ପ୍ରଥମ ପୁରୁଷ ହେଲା ଏଠି ଦେଖ ମୁଁ ହଉଛି କିଏ ମନେ ରଖ ପ୍ରଥମ ପୁରୁଷ କିଏ ମୁଁ ପ୍ରଥମ ପୁରୁଷ ମୁଁ ହେଲା ଆଉ ହଉଛି ଦ୍ୱିତୀୟ ପୁରୁଷ କିଏ ଦ୍ୱିତୀୟ ପୁରୁଷ ହଉଛି ତୁମେ ବୁଝିହେଲା ସେ ବା ତୁମେ ନୁହଁ ଦ୍ୱିତୀୟ ପୁରୁଷ ହଉଛି ତୁମେ ହେଲା ଆଉ ହଉଛି ତୃତୀୟ ପୁରୁଷ ହଉଛି ସେ ତୃତୀୟ ପୁରୁଷ କିଏ ସେ ୟାର ଏକ ବଚନ ହଉଛି ମୁଁ ହେଲା ଆଉ ହଉଛି ୟାଟା କିସ ଆମେ ହେଲା ଆଉ ହଉଛି ଦ୍ୱିତୀୟ ପୁରୁଷର ଏକ ବଚନ ତୁମେ ଆଉ ହଉଛି ବହୁ ବଚନ କିସ ତୁମେ ମାନେ ବୁଝିହେଲା ତୁମେ ମାନେ ଆଉ ହଉଛି ତୃତୀୟ ପୁରୁଷର ସେ ଆଉ ହଉଛି କିସ ବହୁ ବଚନ ସେମାନେ ମନେ ରଖିବ ବୁଝିହେଲା ପରୀକ୍ଷା ତାପରେ ହଉଛି ବନାନ ଲେଖିବ କୋଉ ବନାନ ଟା ଠିକ ହେଲା ଏଇଟା ନା କୋଉଟା ହେଲା ସବୁ କରିବ ତାପରେ ହଉଛି 6 ନମ୍ବର 6 ନମ୍ବର କହିଛି ହଉଛି ବିପରୀତ ଶବ୍ଦ ଅବଶ୍ୟ ଅନାବଶ୍ୟ ଅବକାଶ ତାପରେ କିସ ଅସାଧାରଣ ସାଧାରଣ ଅଦ୍ଭୁତ କିସ କର୍ମ ହେଲା ବିପରୀତ ଶବ୍ଦ ହଁ ଯୋଉଗୁଡା ହଉଛି କର୍ମ ମାନେ ହଁ ଯୋଉଗୁଡାର ବିପରୀତ ଶବ୍ଦ କିସ କହିଛି ତଳେ ଲେଖା ଯାଇଥିବା ଶବ୍ଦ ଗୁଡିକ ମଧ୍ୟରୁ ଯୋଉ ଶବ୍ଦ ଗୁଡିକର କୌଣସି ବିପରୀତ ଶବ୍ଦ ଅର୍ଥ କୁ ବୁଝାଉଛି ତାକୁ ଅଲଗା କରି ଲେଖ ହେଲା ଯାହାର ହଉଛି ବିପରୀତ ଶବ୍ଦ ଅଛି ତାକୁ ଅଲଗା କରି ଲେଖ ତାପରେ ହଉଛି ଏଗୁଡାକୁ ପଢିକି ହଉଛି ପ୍ରଶ୍ନ ତିଆରି କରିବ ବୁଝିଲ ଏମିତି କରିଥିବ ସବୁଗୁଡା ଚେଷ୍ଟା ବାଏ ବାଏ